ମାଲକାନ ଜିଲ୍ଲା କଂଗ୍ରେସ ତରଫରୁ ଯେ ଆମର ଧାନ ମଣ୍ଡିର ଅବ୍ୟବସ୍ଥା ପାଇଁ ଆଜି ଆମେ ଜିଲ୍ଲା ବନ୍ଦ ରଖିଛୁ। ଯେହେତୁ ଯେଉଁ ଡବଲ ଇଞ୍ଜିନ୍ ସରକାର କେନ୍ଦ୍ରରେ ଏବଂ ଓଡ଼ିଶାରେ ଯେଉଁ ସରକାର ଅଛି ସେ ପ୍ରତିଶ୍ରୁତି ଦେଇଥିଲେ ଚାଷୀମାନଙ୍କ ଧାନ ସମସ୍ତ ଧାନ ସେମାନେ କରିବେ ବୋଲି ରେଜିଷ୍ଟ୍ରେସନ୍ କରିଥିଲେ। ରେଜିଷ୍ଟ୍ରେସନ୍ ଅନୁସାରେ ବର୍ତ୍ତମାନ ସୁଦ୍ଧା ଆମର ଫେବୃଆରୀ ମାର୍ଚ୍ଚ ଶେଷ ସୁଦ୍ଧା ଧାନ ସବୁ ସରକାର ଲିଫ୍ଟ କରିବା କଥା। ବର୍ତ୍ତମାନ ସୁଦ୍ଧା 2-3ଟା ମାଣ୍ଡି ହେଲା ପରେ ସରକାର ବର୍ତ୍ତମାନ ସୁଦ୍ଧା ଧାନ ଲିଫ୍ଟ କରିନାହାନ୍ତି। ପ୍ରାୟ ବହୁତ ଚାଷୀଙ୍କର ଟୋକେନ୍ ମଧ୍ୟ ଲେପ୍ସ ହେଇଗଲା। ପୁଣି ଏବେ ପର୍ଯ୍ୟନ୍ତ ଆମର 1 ନମ୍ବର ଯେଉଁ ଦେଇଛନ୍ତି ମାଣ୍ଡିରେ ସେମାନଙ୍କର ନେଇଛନ୍ତି। ପୁଣି ଆମର ପାଖାପାଖି କାଲିମେଳା ବ୍ଲକରେ 30,000 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଆଜି ବି ଅଛି। ହିସାବ କରନ୍ତୁ ପୁରା ଜିଲ୍ଲାରେ କେତେ ହଜାର କୁଇଣ୍ଟାଲ ଧାନ ରହିଥିବ। ତେଣୁ ଯେହେତୁ ମାଲକାନଗିରି ଗୋଟେ କୃଷି ଜିଲ୍ଲା, ଏ ଜିଲ୍ଲାରେ ଆମର ଗୋଟେ 4 ଗୋଟି ଡିମାଣ୍ଡ ରଖୁଛୁ ଯେ ଧାନ ମଣ୍ଡିରେ ଯେତିକି ଆମର ଜିଲ୍ଲାରେ ଅଛି ସବୁ ଧାନ ସରକାର ଲିଫ୍ଟ କରନ୍ତୁ। ପୁଣି ଆମର ଗ୍ୟାସ୍ ଦରଦାମ ମଧ୍ୟ ବୃଦ୍ଧି ହେଇଛି, ସେ ମଧ୍ୟ କମାନ୍ତୁ ଏବଂ ଦରଦାମ ମାନେ ଲୋକମାନେ ବି ଠିକ୍ରେ ଗ୍ୟାସ୍ ପାଆନ୍ତୁ ବୋଲି ସେଇଟା ଆମର ଦାବି ରହିଲା। ଦ୍ୱିତୀୟରେ ପୁଣି ଆମର ରହିଲା ଗନି ବ୍ୟାଗ୍ 3 ବର୍ଷ ହେଲା ଯେଉଁ ଚାଷୀମାନେ ଦେଉଛନ୍ତି ବ୍ୟାଗ୍ ପିଛା ଆମର ଯେଉଁ ପଇସା ଚାଷୀମାନେ ପାଇବା କଥା ସେଇଟା ଆଜି ପର୍ଯ୍ୟନ୍ତ ଦିଆଯାଇନି। ତାକୁ ମଧ୍ୟ ଆମର ଡିମାଣ୍ଡ ରହିଛି ଚାଷୀମାନଙ୍କର 3 ବର୍ଷର ପଇସା କଲେକ୍ଟେଡ୍ ମିଲରମାନଙ୍କ ପାଖରେ ଅଛି ସେଇଟା ଫେରସ୍ତ କରିବା ପାଇଁ। ତା ସହିତ ଅଦିନିଆ ବର୍ଷାରେ ବହୁତ ଚାଷୀମାନଙ୍କର ମଣ୍ଡିରେ ଧାନ ରହିକି ବହୁତ କ୍ଷୟକ୍ଷତି ମଧ୍ୟ ହେଇଛି। ତାର ମଧ୍ୟ ଭରଣ ଚାଷୀମାନଙ୍କୁ ଦିଆଯାଉ ବୋଲି ଆମର ଡିମାଣ୍ଡ ରଖିଛି ଜିଲ୍ଲା କଂଗ୍ରେସ ତରଫରୁ। ତେଣୁ ଆଗାମୀ ଦିନରେ ଯଦି ସରକାର ଏ ଉପରେ ବି କୌଣସି ପ୍ରକାର କର୍ଣ୍ଣପାତ ନ କରନ୍ତି ତାହେଲେ ଆମେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ଯାଇକରି ଆମେ ସବୁଦିନ ପାଇଁ ଯେଉଁ ପର୍ଯ୍ୟନ୍ତ ସରକାର ଧାନ ଲିଫ୍ଟ କରିବ ନାହିଁ ସେ ପର୍ଯ୍ୟନ୍ତ ଆମେ ତାଙ୍କର ଜିଲ୍ଲା କାର୍ଯ୍ୟାଳୟରେ ଯାଇକି ଧାରଣାରେ ବସିବୁ।